ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ପାଣି, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ପବିତ୍ର ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟର 13 ପଦରେ ଆମମାନେ ଏପରି ପାଠ କରୁ, ପରୀକ୍ଷାରେ ଆମମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର, ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍। ମନ୍ଦରୁ ରକ୍ଷା କର ବା ପାପାତ୍ମା ଶୟତାନ ଠାରୁ ରକ୍ଷା କର। ଶୟତାନ ମନୁଷ୍ୟର ପରୀକ୍ଷା କରିଥାଏ, ତାହାର ପରଖ କରେ, ପୁଣି ମନୁଷ୍ୟକୁ ଈଶ୍ୱରଙ୍କ ସମ୍ମୁଖରେ ଦୋଷୀ କରେ। ପାପ ହେତୁ ମନୁଷ୍ୟ ଭ୍ରଷ୍ଟ ହୋଇଛି, ପୁଣି ସେଇ ଭ୍ରଷ୍ଟତା ହେତୁ ସେ ଈଶ୍ୱରଙ୍କର ଶତ୍ରୁ ହୋଇଅଛି। ସେ ଈଶ୍ୱରଙ୍କ କ୍ରୋଧ ଓ ଦଣ୍ଡର ପାତ୍ର ହୋଇଛି। ସେଥିପାଇଁ ପ୍ରତ୍ୟେକ ମନୁଷ୍ୟ ଏହିପରି ପ୍ରାର୍ଥନା କରିବା ଉଚିତ, ମୋତେ ମନ୍ଦରୁ ରକ୍ଷା କର। କିନ୍ତୁ କିପରି? ପ୍ରଭୁ ଶ୍ରୀଖ୍ରୀଷ୍ଟ ଈଶ୍ୱରଙ୍କର କ୍ରୋଧ ଓ ମନୁଷ୍ୟର ନିମନ୍ତେ ଈଶ୍ୱରଙ୍କର ଯେଉଁ ଦଣ୍ଡ ଥିଲା, ତାହା ସେ କ୍ରୁଶରେ ଭୋଗ କଲେ। ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲେ, ଯେପରି ଯିଏ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ନର୍କରେ ବିନଷ୍ଟ ନ ହୋଇ ପାପ କ୍ଷମା ପ୍ରାପ୍ତ ହୋଇ ସ୍ୱର୍ଗରେ ଗୃହୀତ ହୋଇ ସର୍ବଦା ମନ୍ଦରୁ ରକ୍ଷା ପାଇପାରେ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ଆପଣ ମଧ୍ୟ ଯେପରି ସର୍ବପ୍ରକାରେ ମନ୍ଦରୁ ରକ୍ଷା ପାଇପାରନ୍ତି, ଆପଣଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଆମର ଏହି ପ୍ରାର୍ଥନା।